ଜାଣିଛ ବଳିଆ ଭାଇ, ମୋର ଜଣେ ଭକ୍ତ ମୋ ପାଇଁ ମାଛ ଭୋଗ ଧରି ମନ୍ଦିରକୁ ଆସିଥିଲେ। ସତରେ ନା କଣ ଜଗା? ହଁ ବଳିଆ ଭାଇ, କଥାଟି ଏମିତି ଯେ ସେ ଭକ୍ତ ଜଣକ କେଉଟୁଣୀ ଥିଲେ। ମାଛ ଧରିବା ଏବଂ ମାଛ ଖାଇବା ତାଙ୍କର ନୀତିଦିନର ଅଭ୍ୟାସ ଥିଲା। ଏକଦା ଶ୍ରୀମନ୍ଦିରକୁ ସେ ମୋର ଦର୍ଶନ ପାଇଁ ଆସିଥିଲେ। ସେ ସମୟରେ ମତେ 56 ଭୋଗ ଲଗା ହଉଥିଲା। ମୋ ଭକ୍ତ ଜଣକ ଯେତେବେଳେ ଦେଖିଲେ ମତେ ସାଧା ସିଧା ନିରାମିଷ ଖାଦ୍ୟ ଦିଆ ହଉଛି, ମୁଁ ତ ପ୍ରତିଦିନ ମସଲାଯୁକ୍ତ ଆମିଷ ଖାଦ୍ୟ ଖାଉଛି, କିନ୍ତୁ ମୋ ଠାକୁର ସ୍ୱାଦିଷ୍ଟ ଆମିଷ ଖାଦ୍ୟ ଖାଇବାରୁ ବଞ୍ଚିତ ହେଇଯାଉଛନ୍ତି। ଏହାକୁ ଭାବି ମୋର ଭକ୍ତ ଜଣକ ପରଦିନ ତଟକା ମାଛକୁ ରାନ୍ଧି ଏବଂ କଦଳୀ ପତ୍ର ତାକୁ ଘୋଡାଇ ଶ୍ରୀମନ୍ଦିର ଦ୍ୱାର ସମ୍ମୁଖରେ ପହଞ୍ଚିଗଲେ। କିନ୍ତୁ ମାଛର ତୀବ୍ର ଗନ୍ଧ ଶୁଙ୍ଘିକି ତାଙ୍କୁ ଦ୍ୱାରପାଳ ମାନେ ଅଟକାଇ ଦେଲେ ଏବଂ ତାଙ୍କର କଦଳୀ ପୁଟୁଳିକୁ ତଳେ ମଧ୍ୟ ପକାଇଦେଲେ। କିନ୍ତୁ ତଳେ ପଡିଲା ପରେ ସେଥିରୁ ମାଛ ପରିବର୍ତ୍ତେ ବାହାରିଲା ପଣସ ତରକାରୀ। ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସମସ୍ତେ ଜାଣିଗଲେ ଏହା ମୋର ହିଁ ଲୀଳା। ତାପରେ କଣ ହେଲା ଜଗା? ତାପରଠାରୁ ସେ ମୋର କେଉଟୁଣୀ ଭକ୍ତ ଜଣକ ନିରାମିଷାସୀ ହୋଇଗଲେ ଏବଂ ପ୍ରତ୍ୟେକ ଦିନ ମତେ ପଣସ ଭୋଗ ଲଗାଇଲେ। ଜଗା କି ଲୀଳାରେ ତୋର। ଜାଣିଛ ବଳିଆ ଭାଇ, ମୋର ଜଣେ ଭକ୍ତ ମୋ ପାଇଁ ମାଛ ଭୋଗ ଧରି ମନ୍ଦିରକୁ ଆସିଥିଲେ। ସତରେ ନା କଣ ଜଗା? ହଁ ବଳିଆ ଭାଇ, କଥାଟି ଏମିତି ଯେ ସେ ଭକ୍ତ ଜଣକ କେଉଟୁଣୀ ଥିଲେ। ମାଛ ଧରିବା ଏବଂ ମାଛ ଖାଇବା ତାଙ୍କର ନୀତିଦିନର ଅଭ୍ୟାସ ଥିଲା। ଏକଦା ଶ୍ରୀମନ୍ଦିରକୁ ସେ ମୋର ଦର୍ଶନ ପାଇଁ ଆସିଥିଲେ। ସେ ସମୟରେ ମତେ 56 ଭୋଗ ଲଗା ହଉଥିଲା। ମୋ ଭକ୍ତ ଜଣକ ଯେତେବେଳେ ଦେଖିଲେ ମତେ ସାଧା ସିଧା ନିରାମିଷ ଖାଦ୍ୟ ଦିଆ ହଉଛି, ମୁଁ ତ ପ୍ରତିଦିନ ମସଲାଯୁକ୍ତ ଆମିଷ ଖାଦ୍ୟ ଖାଉଛି, କିନ୍ତୁ ମୋ ଠାକୁର ସ୍ୱାଦିଷ୍ଟ ଆମିଷ ଖାଦ୍ୟ ଖାଇବାରୁ ବଞ୍ଚିତ ହେଇଯାଉଛନ୍ତି। ଏହାକୁ ଭାବି ମୋର ଭକ୍ତ ଜଣକ ପରଦିନ ତଟକା ମାଛକୁ ରାନ୍ଧି ଏବଂ କଦଳୀ ପତ୍ର ତାକୁ ଘୋଡାଇ ଶ୍ରୀମନ୍ଦିର ଦ୍ୱାର ସମ୍ମୁଖରେ ପହଞ୍ଚିଗଲେ। କିନ୍ତୁ ମାଛର ତୀବ୍ର ଗନ୍ଧ ଶୁଙ୍ଘିକି ତାଙ୍କୁ ଦ୍ୱାରପାଳ ମାନେ ଅଟକାଇ ଦେଲେ ଏବଂ ତାଙ୍କର କଦଳୀ ପୁଟୁଳିକୁ ତଳେ ମଧ୍ୟ ପକାଇଦେଲେ। କିନ୍ତୁ ତଳେ ପଡିଲା ପରେ ସେଥିରୁ ମାଛ ପରିବର୍ତ୍ତେ ବାହାରିଲା ପଣସ ତରକାରୀ। ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସମସ୍ତେ ଜାଣିଗଲେ ଏହା ମୋର ହିଁ ଲୀଳା। ତାପରେ କଣ ହେଲା ଜଗା? ତାପରଠାରୁ ସେ ମୋର କେଉଟୁଣୀ ଭକ୍ତ ଜଣକ ନିରାମିଷାସୀ ହୋଇଗଲେ ଏବଂ ପ୍ରତ୍ୟେକ ଦିନ ମତେ ପଣସ ଭୋଗ ଲଗାଇଲେ। ଜଗା କି ଲୀଳାରେ ତୋର।